ବୌଦପାଲି କ୍ରିକେଟ୍ କ୍ଲବ୍ ତରଫରୁ ଚାଲିଥିବା 19 ବର୍ଷୀୟ ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ରେ ଚେରୁପାଲିକୁ ହରାଇ ତମାଉରା ଚାମ୍ପିଅନ୍ ହୋଇଛି। ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଦେଖିଲା ଭଳି ହୋଇଥିଲା। ଖେଳାଳିଙ୍କ ଦମଦାର ଖେଳ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଏହି ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମଣ୍ଟୁ ଦିଶ୍ରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୌଶଳ ସଂଗ୍ରାମୀ ସରୋଜ ପ୍ରଧାନ, ଯଦୁମଣି କୁଦେଇ, ସମାଜସେବୀ ସୁରେଶ ପ୍ରଧାନ ଓ ବୀରନାଥ ବେହେରା ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର 8ଟି ଦଳ ଭାଗ ନେଇଥିଲେ ମଧ୍ୟ ସମସ୍ତଙ୍କୁ ଚକମା ଦେଇ ତମାମରା ଚାମ୍ପିଅନ୍ ହୋଇଥିଲା। ଅତିଥିମାନଙ୍କ ଦ୍ୱାରା ଚାମ୍ପିଅନ୍ ଦଳ ଓ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ମ୍ୟାଚ୍ ପରିଚାଳନା କରିଥିଲେ ସୁମନ୍ତ ଓ କରନ୍। ମ୍ୟାଚ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ବିମ୍ବା ବାରିକ। ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସହଯୋଗ କରିଥିଲେ ରୁନୁ ସେଠ, ସିମି ପୋଢ଼, ରଜନୀ ବେହେରା, ଅଜୁ ଦିଶ୍ରୀ, ଦୀପକ ବାରିକ, ରାଜା ଦିଶ୍ରୀ ଏବଂ କ୍ଲବ୍ର ସମସ୍ତ ସଦସ୍ୟମାନେ।